नमस्कार जय जगन्नाथ। देखंतु ଏବେ ବାଜିଲାଣି ରାତି 12:20 ଆଉ ମୁଁ ଏଯାଏ ଶୋଇନି। ଆପଣ ଭାବୁଥିବେ ନାଇଁ ଆକ୍ଚୁଆଲି ମୁଁ ଶୋଇଥିଲି, ନିଦ ଟିକେ ଭାଙ୍ଗିଗଲା। ଆଉ ଏମିତି ଟିକେ ଭାବିଲେ ଆପଣଙ୍କ ସହିତ ଟିକେ ସମୟ କ'ଣ କଥା ହେବି। ଆପଣମାନେ ତ ଶୋଇଥିବେ। ଆଉ ମୋ ଆଖି ଗୁଡ଼ା ଦେଖନ୍ତୁ କେମିତି ରେଡ଼୍ ରେଡ଼୍ ହେଇଛି, ଫୁଲି ଯାଇଛି। ଆକ୍ଚୁଆଲି ଶୋଇଥିଲି, ହଠାତ୍ ନିଦ ଭାଙ୍ଗିଗଲା। ମାନେ କିଛି କଥା ମୋର ହଠାତ୍ କାହିଁକି ମନେ ପଡ଼ିଲା, ଭଲ ଲାଗିଲାନି। ଯେମିତି କୁହନ୍ତି ନା, କିଛି କଥା ଏମିତି ବି ଥାଏ ଲାଇଫ୍ରେ, ମାନେ ଯେଉଁଗୁଡ଼ାକ ମନେ ପଡ଼ିଗଲେ ଆପଣଙ୍କୁ ବହୁତ ଖୁସି ଲାଗିବ। ଆଉ କିଛି ବି ଏମିତି କଥା ଥାଏ ଯେଉଁଗୁଡ଼ାକ ମନେ ପଡ଼ିଲେ ଆପଣଙ୍କୁ ମାନେ ବହୁତ ଦୁଃଖ ଲାଗେ, କଷ୍ଟ ବି ଲାଗେ। ସେମିତି କିଛି ଥାଏ ମେମୋରି ତ କହିବିନି, ସେଗୁଡ଼ାକ ଲାଇଫ୍ର ଡେ ଟୁ ଡେ ଲାଇଫ୍ର କଥା, ନିତିଦିନିଆ ଲାଇଫ୍ର କଥା। ତ ସେମିତି କିଛି ଜିନିଷ ମୋ ଲାଇଫ୍ରେ ବି ଘଟିଛି, ଘଟୁଛି, ଆଉ ମୁଁ ଜାଣିଛି ଆଗକୁ ବି ଆହୁରି ଘଟିବ। ତ ସେଥିପାଇଁ ମୁଁ ବିବ୍ରତ ନୁହେଁ, କିନ୍ତୁ ଭଲ ଲାଗେନି। କ'ଣ କରିବା, ମଣିଷ ତ। ମାନେ ଆପଣଙ୍କୁ ତ ସେମିତି ଖୋଲିକି କିଛି ମୁଁ କହିପାରିବିନି, କାହିଁକି ନା ମାନେ ଡର ଲାଗେ କାଳେ ଭିଡ଼ିଓ ଘର ଲୋକ କିଏ ଦେଖିବେ, କି ନିଜ ଲୋକ କିଏ ଦେଖିବେ, କି କ'ଣ କିଏ ଏଇ କଥାଟାକୁ କେଉଁ ହିସାବରେ ନେବ, ସେଇଟା ତ ମୁଁ ଜାଣିନି। କିନ୍ତୁ ଥାଏ ନା ଏମିତି କି ଆପଣ ଯେ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କରୁଥିବେ, ସମସ୍ତଙ୍କୁ ଦେଉଥିବେ, ସମସ୍ତଙ୍କୁ ଟାଇମ୍ ଦେଇପାରୁଥିବେ, ସମସ୍ତଙ୍କର ମାନେ ଯେମିତି କହନ୍ତି ସେଲିବ୍ରେସନ୍ରେ ଖୁସିରେ ଯାଇକି ସାମିଲ ହେଇପାରୁଥିବେ, ସେ ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କୁ ନିଜର ଭାବିବେ, ପ୍ରାୟୋରିଟି ଦେବେ। ଯେଉଁଠୁ ଆପଣ ଆଉ ସେଇଟା କରିପାରିବେନି, ମାନେ ଯେକୌଣସି ରିଜନ୍ ପାଇଁ ହଉ, କି ଆପଣଙ୍କ ନିଜ ଲାଇଫ୍ରେ ବି ତ ବହୁତ ସାରା କାମ ଅଛି, ଆପଣ ବିଜି ରହୁଛନ୍ତି, ଆଉ ଆପଣ ମାନେ ଯାଇପାରିଲେନି, ମାନେ ତାଙ୍କୁ ଦେଇପାରିଲେନି, କି ତାଙ୍କର କୌଣସି ପାର୍ଟି ଫଙ୍କସନ୍ରେ ଆପଣ ମିଶି ପାରିଲେନି। ଯେତେବେଳେ ଏଇ ଜିନିଷ ଗୁଡ଼ାକ ଆପଣ କରିପାରିଲେନି, ସେଇଠୁ ହିଁ ଆପଣ ଖରାପ ହେବା ଷ୍ଟାର୍ଟ ହେଇଯାଆନ୍ତି। ତ ସେମିତି କିଛି ଜିନିଷ ମୋ ଲାଇଫ୍ରେ ବି ସେମିତି ବହୁତ ସାରା ହେଇଛି, ହେଉଛି। ମାନେ କଥା କ'ଣ କି, ମାନେ ବେଳେବେଳେ ଏମିତି ବି ହୁଏ ସିଚୁଏସନ୍ କି ମାନେ କାମରେ ମଣିଷ, ମୁଁ କ'ଣ ମାନେ ମୋ ଭଳିଆ ପ୍ରାୟ ସବୁ ମଣିଷ ଆଜିକାଲି କିଏ ଆଜ୍ଞା ବ୍ୟସ୍ତ ନାହିଁ କୁହନ୍ତୁ। ସମସ୍ତେ ସମସ୍ତଙ୍କ କାମରେ ଏନି ହାଓ ବିଜି ରହୁଛନ୍ତି, ଯେଉଁଟା ଭଲ କଥା। ତ କୌଣସି ରିଜନ୍ ପାଇଁ ହଉ, କାମ ବ୍ୟସ୍ତତା ପାଇଁ ହଉ, କି ଯେକୌଣସି ପାଇଁ ହଉ, ସେଇଟା କେହି ବୁଝିବେନି। ଆପଣଙ୍କ ପ୍ରୋବ୍ଲେମ୍ଟା କେହି ବୁଝିପାରିବେନି, କି ସେ ଏଇଥିପାଇଁ ଆସିପାରିଲାନି, କି ଏଇଥିପାଇଁ ମାନେ ଫୋନ୍ କରିପାରିଲାନି, କହିପାରିଲାନି, କି ଏଇଥିପାଇଁ ମୋତେ ହେଲ୍ପ କରିପାରିଲାନି। ସେଇ ରିଜନ୍ଟା କେହି ବୁଝିପାରନ୍ତିନି ଆଜ୍ଞା, ବୁଝିବାକୁ ଚେଷ୍ଟା କରନ୍ତିନି। ତେଣୁ ମୋର ଏଠି ଗୋଟେ କହିବା କଥା, ତାହେଲେ ସେମାନେ ନିଜର ହେଲେ କେମିତି? ଯିଏ ନିଜର ହେଇଥିବ, ଯିଏ ନିଜର ବୋଲି ଭାବୁଥିବ ନା, ସିଏ ଆପଣଙ୍କର ପ୍ରୋବ୍ଲେମ୍କୁ ବୁଝିପାରିବ, ବୁଝିବାକୁ ଚେଷ୍ଟା କରିବ। ଯେ ଜଣେ ଆସୁଥିଲା, କରୁଥିଲା, ରହୁଥିଲା, ତ ଏବେ କାହିଁକି ସେ ଏତେ ବ୍ୟସ୍ତ ହେଇଯାଇଛି, ଆସିପାରୁନି, ଜଣେ ପଚାରି ତ ପାରିବ। ଆଉ କିଛି ନ ଜାଣି, କିଛି ନ ବୁଝି ଜଣଙ୍କ ବିଷୟରେ ଏଇଭଳିଆ ମାନେ ମନ୍ତବ୍ୟ ଦେବା, ନେଗେଟିଭ୍ ମନ୍ତବ୍ୟ ରଖିବା, କି ତାକୁ ଆଭଏଡ଼୍ କରିବା, ଏଇସବୁ ଜିନିଷଟା ତ ଠିକ୍ ନୁହେଁ। ତ ସେମିତି କିଛି ଜିନିଷ ମୋର ଆଜି ମନେ ପଡ଼ୁଥାଏ, ଯଦି ହଠାତ୍ ନିଦ ଭାଙ୍ଗିଗଲା। ମୁଁ ଥରେ ଭାବେ କି ଗୋଟେ ମଣିଷ ଆଉ ଗୋଟେ ମଣିଷ ବିନା ବଞ୍ଚିପାରିବନି, କେମିତି ବଞ୍ଚିବ? କିନ୍ତୁ ଆଜି ଭାବୁଛି ସବୁ ମଣିଷଙ୍କୁ ନା
ଏକୁଟିଆ ବଞ୍ଚିବା ଶିଖିଯିବା ଦରକାର। କାହିଁକିନା ଆପଣ ଯଦି ସବୁବେଳେ ସମସ୍ତଙ୍କ ଉପରେ ନିର୍ଭର ହେଇକି ରହିବେ କି ସେ ନ ଆସିଲେ ହେବନି, ସେ ନ ରହିଲେ ହେବନି, ତ ଆପଣ କେବେ ବି ଦୁନିଆରେ ବଞ୍ଚିପାରିବେନି। ଯେଉଁମାନେ ଆପଣଙ୍କ ଦୁଃଖ, ଆପଣଙ୍କ ପ୍ରୋବ୍ଲେମ୍, ଆପଣଙ୍କ କଷ୍ଟ ବୁଝିବାକୁ ନାରାଜ, ସବୁ ଜିନିଷ ଜାଣିକି ନ ଜାଣିଲା ଭଳି ଅଭିନୟ କରିବେ, ଆପଣଙ୍କ ଦୁଃଖକୁ ବୁଝିପାରିବେନି, ସେଭଳିଆ ଲୋକଙ୍କର ଆପଣଙ୍କର ସୁଖରେ ବି ସାମିଲ ହେବାର କୌଣସି ଅଧିକାର ନାହିଁ। ଏଇଟା ଆଜ୍ଞା ମୋର ପର୍ସନାଲ୍ ମାନେ ନିଜର ଭାବନା, କେହି ବି ମାନେ ଆପଣ ନିଜ ଆଡ଼କୁ ନେବେନି। ତ ଏଇଭଳିଆ କିଛି ଜିନିଷ ମନକୁ କଷ୍ଟ ଦିଏ। ବେଶୀ କଷ୍ଟ ଦିଏ ଯେତେବେଳେ ଏଇଭଳିଆ ବ୍ୟବହାର ନିଜ ଲୋକଙ୍କଠୁ ଆମେ ପାଉ। ଆପଣ ଭଲ ଭାବରେ ମୋ କଥାକୁ ରିଲେଟ୍ କରିପାରୁଥିବେ, ଯଦି ଯେଉଁମାନଙ୍କ ସାଙ୍ଗରେ ଏମିତି ହେଉଥିବ ସେମାନେ ରିଲେଟ୍ କରିପାରୁଥିବେ। ତ ସେମିତି କିଛି କଥା ଆଜି ନୁହେଁ, ବେଳେବେଳେ ହଠାତ୍ ଏମିତି ମନ ବିବ୍ରତ ହୋଇ ପଡ଼େ ଏମିତି କିଛି କଥା ପାଇଁ। ମୁଁ ଜାଣିଛି ମୋତେ କେତେଜଣ ବି କହିବେ କି ଅନ୍ୟମାନଙ୍କ କଥା ଶୁଣିବାରେ କ'ଣ ମୂଲ୍ୟ ଅଛି, ବହୁତ ଲୋକ ତ ବହୁତ କଥା କହିବେ ହିଁ। କିନ୍ତୁ ବୁଝୁଛି ବହୁତ ଲୋକ ତ ବହୁତ କଥା କହିବେ, କିନ୍ତୁ ନିଜର ଲୋକମାନେ ଯଦି ଯେଉଁମାନେ ଆପଣଙ୍କୁ ଭଲ ଭାବରେ ଜାଣିଛନ୍ତି, ଆପଣଙ୍କୁ ପର୍ସନାଲି ବହୁତ କ୍ଲୋଜଲି ଆପଣଙ୍କୁ ବୁଝିଛନ୍ତି, ସେଇମାନେ ହିଁ ତ ଆପଣଙ୍କର ନିଜର ନା। ଯଦି ବୁଝି ସାରିକି ଜାଣି ସାରିକି ସେଇମାନେ ହିଁ ଆପଣଙ୍କୁ ସବୁବେଳେ ନିଚା ଦେଖିବାକୁ ଚେଷ୍ଟା କରିବେ, ସେଇମାନେ ଆପଣଙ୍କୁ ଇଗ୍ନୋର କରିବେ, ଆଭଏଡ଼ କଲା ଭଳିଆ ବିହେଭିଅର୍ ଦେଖେଇବେ, ତାହେଲେ ତ କଷ୍ଟ ତ ଲାଗିବ ହିଁ ନା। ମୁଁ ଏଠି ଗୋଟେ କଥା ଆପଣଙ୍କୁ ପଚାରୁଛି, ଲାଇଫରେ କ'ଣ ନିଜ କାମରେ ବିଜି ରହିବାଟା କ'ଣ ଏତେ ବଡ଼ ଭୁଲ? ମୁଁ ସେଇଟା ବୁଝିପାରେନି। ହଁ, ବେଳେବେଳେ ଯଦି କେତେବେଳେ କେଉଁଠି ମୁଁ କହେ କି ହଁ ମୁଁ ଟିକେ ବିଜି ଥିଲି, ମୁଁ ଟିକେ ଆଜିକାଲି ବେଶୀ ବ୍ୟସ୍ତ ରହୁଛି, ବିଜି ରହୁଛି, ପିଲାଙ୍କ ପାଠ ପଢ଼ା କି ଏଇଆ ଯାହା ବି ହଉ, ନିଜର ଜବ୍ ହଉ, ଯାହା ବି ହଉ, ତ କିଛି ଲୋକ କହିବେ ହଁ ତୁ ତ ଖାଲି ଏକୁଟିଆ ବିଜି ରହୁଛୁ, ଆଉ ତୁ ଏମିତି ବିଜି ରହୁଛୁ, ସମୟ ହେଉନି, ଆଉ ସମସ୍ତେ ତ ବ୍ୟସ୍ତ ରହୁଛନ୍ତି, ସମସ୍ତଙ୍କ କିଏ ଆଉ ବେକାରୀ ବସିଛି କି, ତୁ କ'ଣ ଖାଲି ଏକୁଟିଆ କାମ କରୁଛୁ, ଏଇଭଳିଆ ବି ରିପ୍ଲାଏ ମୁଁ ଶୁଣେ। ତ ମୁଁ ବୁଝିପାରୁନି କ'ଣ ନିଜ କାମରେ ବ୍ୟସ୍ତ ରହିବାଟା ଏତେ ବଡ଼ ଭୁଲ। ନିଜ ଲାଇଫରେ ବିଜି ରହିବା, ନିଜ ପିଲା ଛୁଆଙ୍କୁ ଟାଇମ୍ ଦେବା, ନିଜ ପିଲାଙ୍କର ଷ୍ଟଡି ଉପରେ ଫୋକସ୍ କରିବା, କି ନିଜ କାମ ନିଜର ଯେଉଁଟା ବି ପ୍ରଫେସନ୍ ଯେଉଁଟା ବି ରହିଲା ତା ଉପରେ କନସେନ୍ଟ୍ରେଟ୍ କରିବା ଏତେ ବଡ଼ ଭୁଲ। କ'ଣ କରିବା ଆଜ୍ଞା, ସଂସାରରେ ତ ଘର କରିଛେ, ସମସ୍ତଙ୍କୁ ତ ନେଇକି ଚଳିବା। ଯେମିତି କୁହାଯାଏ ନା ଗୋଟେ କଥା, ଝାଡ଼ୁରେ ତା ମୁଠା ଗୁଡ଼ାକ, ମାନେ ଝାଡ଼ୁ ଯେଉଁ ବନ୍ଧା ହେଇଥାଏ, ମୁଠା ହେଇକି ବନ୍ଧା ହେଇଥାଏ, ଝାଡ଼ୁର ମୁଠା ଗୁଡ଼ାକ ଯେତେବେଳେ ଏକାଠି ବାନ୍ଧି ହେଇକି ଥାନ୍ତି ନା, ସେମାନେ ଅଳିଆ ସବୁ ସଫା କରିବାରେ କାମରେ ଆସନ୍ତି। କିନ୍ତୁ ସେଇ ଝାଡ଼ୁ ମୁଠାରୁ ଯେତେବେଳେ ଗୋଟେ ମୁଠା ଝାଡ଼ୁ ବାହାରିଯାଏ, ଆପଣ ଦେଖିଛନ୍ତି ନା ଝାଡ଼ୁ କଲାବେଳେ ଝାଡ଼ୁରୁ ଗୋଟେ ପଟ ଭାଙ୍ଗିଯାଏ, ତ ସେଇ ଝାଡ଼ୁ ବି ଦିନେ ଗୋଟେ ଅଳିଆ ହେଇଯାଏ। ଏ ମଣିଷ ଜୀବନଟା ବି ବୋଧେ ସେଇଭଳିଆ। ଆପଣ ଯେ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ମିଶିକି ଚଳୁଥିବେ, ସେମାନଙ୍କ ହସରେ ହସୁଥିବେ, ତାଙ୍କ ଦୁଃଖରେ କାନ୍ଦୁଥିବେ, ତାଙ୍କୁ ଟାଇମ୍ ଦେଉଥିବେ, ଆପଣ ସେମାନଙ୍କର ବହୁତ ନିଜର ହେଇକି ଥିବେ। ଯେଉଁଠୁ ଆପଣ ଟିକେ ଅଲଗା ହେଇଗଲେ, ଆପଣଙ୍କ କାମରେ ବ୍ୟସ୍ତ ରହିଗଲେ, ଯେକୌଣସି କାରଣରୁ କିଛି ଦିନ ଆପଣ ତାଙ୍କ ସହିତ ଆଟାଚମେଣ୍ଟ ଟିକେ କମିଗଲା, ସେଇଠୁ ହିଁ ଆପଣ ସବୁଠୁ ଖରାପ ଲୋକ ହେଇଯିବେ ତାଙ୍କମାନଙ୍କ ପାଇଁ। ତ ଏଇଟା କେତେ ଦୂର ଠିକ୍ କଥା, ଏଇଟା ମୁଁ କହୁଛି ଠିକ୍ କହୁଛି କି ଭୁଲ କହୁଛି ମୁଁ ତ ଜାଣିନି, କିନ୍ତୁ ମୋର ପର୍ସନାଲ୍ ମୋ ଲାଇଫ୍ର ଏକ୍ସପିରିଏନ୍ସରୁ ଆପଣମାନଙ୍କୁ ମୁଁ ଏଇଟା ସେୟାର କରି କହୁଛି। ମୋତେ ତ ଏଇଆ ଲାଗେ। ଆଉ ଏଇ କଥା ଗୁଡ଼ାକ ହିଁ ମୋତେ ବହୁତ କଷ୍ଟ ଦିଏ।
ନିଜ ଲୋକ ନା, ନିଜର ହିଁ। ଯଦି ବାହାର ଲୋକ ପର ଲୋକ କିଏ ହେଇଥାନ୍ତେ କହିଥାନ୍ତେ ତାହେଲେ ଏଗୁଡ଼ାକ ମୋର ଏତେ ରିଆକ୍ଟ କରିବାର ନଥିଲା କି ମନ ଦୁଃଖ ବି କରିବାର ନଥିଲା। କିନ୍ତୁ ନିଜର ପା, କ'ଣ କରିବା? କ'ଣ ନିଜ ଦେହର ଯଦି ଆଜି ଗୋଟେ ଅଙ୍ଗ ଖରାପ ହେଇଯାଏ କି କଟିଯାଏ ପଚିଯାଏ ତାକୁ କ'ଣ କାଟିକି ଫୋପାଡ଼ି ଦେବା? ଠିକ୍ ସେଇଭଳିଆ ନିଜ ଲୋକମାନେ ଯାହା ବି କହିଲେ ଶୁଣିକି ଚୁପଚାପ ରହିବାର ଅଛି। ଆପଣ ଯଦି କହିବେ ଖରାପ ହେବେ, ଯଦି ନ କହିବେ ତାହେଲେ ସେଇଟା ଆପଣଙ୍କର ଇଗୋ, ଆପଣଙ୍କର ଆଟିଟ୍ୟୁଡ୍, ବହୁତ କିଛି। ଆଉ ଗୋଟେ ସ୍ତ୍ରୀ ଲୋକ ହିସାବରେ ତ ବହୁତ କିଛି ଜିନିଷ ଶୁଣିବାକୁ ପଡ଼େ, ବହୁତ। ଆପଣ ପଛେ ଜଳି 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 ସରି ବି ଯାଆନ୍ତୁ ନା, ଆପଣଙ୍କୁ ଶୁଣିବାକୁ ମିଳିବ କ'ଣ ନା, ତମେ କ'ଣ କରୁଛ କି? ତମେ ଏମିତି କ'ଣ କରୁଛ କି? ଦିନ ସାରା ତୁମେ କ'ଣ କରୁଛ କି? ତୁ ଏମିତି କ'ଣ କରୁଛୁ କି? ତୁ କ'ଣ କରୁଛୁ ଏତେ ବ୍ୟସ୍ତ ରହୁଛୁ? ତ ଏଇ କଥା ଗୁଡ଼ାକ ବେଳେବେଳେ ମଣିଷକୁ ଡିମୋଟିଭେଟ୍ କରେଇ ଦିଏ। କଷ୍ଟ ବି ଲାଗେ, କାହିଁକି ନା ଆଜିକାଲି ଦୁନିଆରେ ଆଜ୍ଞା ବୁଝେଇବା ପାଇଁ ମଣିଷଙ୍କ ସଂଖ୍ୟା ବହୁତ କମ୍। କିନ୍ତୁ ପଦେ କଥା କହିକି ମନ ଭାଙ୍ଗିଦେବା, ମନ ଦୁଃଖ କରିଦେବା ପାଇଁ ଲୋକଙ୍କର ଲମ୍ବା ଲାଇନ୍। ହଉ, ସେମାନଙ୍କୁ ସେମାନଙ୍କ କାମ କରିବାକୁ ଦିଅ। ତ ଏବେ ସମୟ ବାଜିଲାଣି 12:30, 12:30। ଜାଣିନି ଏବେ ମୋତେ ଆଉ ନିଦ ହେବ କି ନାହିଁ। ଏମିତି ଆପଣଙ୍କ ସାଙ୍ଗେ ଟିକେ ସେୟାର କରିଦେଲି, ମନ ହାଲକା ହେଇଯିବ। ଆଉ କ'ଣ କହିବେ? ଆଉ କିଛି କହିବାର ନାହିଁ। ଆପଣମାନଙ୍କୁ ଆଉ କ'ଣ କହିବି? ଏଇ ରିକ୍ୱେଷ୍ଟ ରହିଲା, ଯେତେ ଦୂର ପାରୁଛନ୍ତି ସମସ୍ତଙ୍କ ସହିତ ବାନ୍ଧି ହେଇକି ରୁହନ୍ତୁ। ଆପଣଙ୍କର ମେ ବି ଇଚ୍ଛା ଥାଉ କି ନଥାଉ, ନହେଲେ ଆପଣଙ୍କୁ ବହୁତ କଥା ଶୁଣିବାକୁ ପଡ଼ିବ। ସେ କଥା ସବୁ ଶୁଣିବା ପାଇଁ ଆପଣ ରେଡ଼ି ତ? ହଉ ଆଜ୍ଞା, ପୁଣି ଗୋଟେ ନୂଆ ଭିଡ଼ିଓରେ ଆସିବି। ଆପଣଙ୍କୁ ଡିମୋଟିଭେଟ୍ କରିବା ପାଇଁ ନୁହଁ, ମୋଟିଭେଟ୍ କରିବା ପାଇଁ। ରହୁଛି। ଗୁଡ୍ ନାଇଟ୍। ଜୟ ଜଗନ୍ନାଥ।